हेलो फ्रेंड्स ମୁଁ ଆପଣଙ୍କୁ ଗ୍ରୀନ୍ ମ୍ୟାନ୍ ଏଫ୍ ଡି ଚ୍ୟାନେଲରେ ସ୍ୱାଗତ ଜଣାଉଛି। ଦେଖନ୍ତୁ ଏ ଭିଡ଼ିଓରେ ବହୁତ ବଡ଼ ଗୋଟେ ଅପଡେଟ୍ ଅଛି। ଆପଣମାନେ ଜାଣିଥିବେ କିଛି ଦିନ ପୂର୍ବରୁ ରେଲୱେ ରିକ୍ରୁଟମେଣ୍ଟ ELPର ବାହାରିଛି, ଯେଉଁଟାକି ଅନଲାଇନ୍ ଆପ୍ଲିକେସନ୍ ଏବେ ଚାଲିଛି। ତାର ଗୋଟେ ରିଗାର୍ଡ଼ିଂ ଗୋଟେ ନୋଟିସ୍ ଆସିଛି, ଦେଖିପାରୁଥିବେ ଏ ଭିଡ଼ିଓରେ। ଠିକ୍ ଅଛି, ତ ଦେଖନ୍ତୁ ଏଇଥିରେ କ'ଣ ଅଛି। ଫାର୍ଷ୍ଟ ପଏଣ୍ଟରେ ଦେଖନ୍ତୁ ଆପଣଙ୍କର ଅନଲାଇନ୍ ଆପ୍ଲିକେସନ୍ ଯେଉଁଟା ସବମିସନ୍ ଡେଟ୍ ଦେଇଛି, ଲାଷ୍ଟ ଡେଟ୍ କେବେ ଅଛି 19 ଫେବୃଆରୀରେ ଲାଷ୍ଟ ଡେଟ୍ ହେଉଛି। ତାପରେ ତାର ଟୋଟାଲ୍ ମାନେ କମ୍ପ୍ଲିଟ୍ କ୍ୟାଲେଣ୍ଡର ଏ ନୋଟିସ୍ରେ ବାହାରି ଯାଇଛି। ଦେଖନ୍ତୁ CBT1 ଏକ୍ଜାମ୍ ଯେଉଁଟା ବି ଅଛି ଆପଣଙ୍କର, ତାପରେ ସେଇଟା ଟେଣ୍ଟେଟିଭ୍ ଡେଟ୍ କେବେ ଦେଖନ୍ତୁ ଦେଉଛି ଜୁନ୍ ଆଣ୍ଡ ଅଗଷ୍ଟ, ଜୁନ୍ କିମ୍ବା ଅଗଷ୍ଟ ମାସରେ ହେଇଯିବ। ତାପରେ CBT2 ଏକ୍ଜାମ୍ ଯେଉଁଟା କହୁଛି ସେ ସେପ୍ଟେମ୍ବରରେ ହେଇଯିବ। ଆଉ CBET ଯେଉଁଟା ଏପ୍ଟିଟ୍ୟୁଡ଼୍ ଟେଷ୍ଟ ହେଉଛି ସେଇଟା ନଭେମ୍ବରରେ ହେଇଯିବ। ତାପରେ ଡକୁମେଣ୍ଟ ଭେରିଫିକେସନ୍ ସେଇଟା ନଭେମ୍ବର ଡିସେମ୍ବର ମାସରେ ହେଇଯିବ। ତାପରେ ଜଏନିଂ ଗୋଟେ ମାସ 2 ମାସ ଭିତରେ ହେଇଯିବ ବୋଲି ସେ କହୁଛି। ତ ଏଇଟା ତାର ପୁରା କମ୍ପ୍ଲିଟ୍ ନୋଟିସ୍ ଦେଇଛି ଏକ୍ଜାମିନେସନ୍ ସିଡ୍ୟୁଲ୍। ତ ଆପଣମାନେ ଆପ୍ଲାଏ କରନ୍ତୁ ଆଉ LP ପାଇଁ ପ୍ରିପେୟାର ହୁଅନ୍ତୁ। ଥ୍ୟାଙ୍କ ୟୁ।